आज ମୁଁ ନେଇକି ଆସିଛି ଓଡ଼ିଶାର ପାରମ୍ପରିକ ସ୍ୱାଦରେ ଭରପୁର ଏକ ଖାସ୍ ପିଠା ଯାହାର ନାଁ ହେଉଛି ଚିତଉ ପିଠା। ପବିତ୍ର ମାସ ହେଉଛି ଶ୍ରାବଣ ମାସ, ମହାଦେବଙ୍କର ପ୍ରିୟ ମାସ। ଏହି ସମୟରେ ନଡ଼ିଆ ରସ ଆଉ କ୍ଷୀରରେ ଭରପୁର ଥିବା ଚିତଉ ପିଠା ଖାଇବାକୁ ବହୁତ ଭଲ ଲାଗେ। ତ ଡେରି ନ କରିକି ଚାଲନ୍ତୁ ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ବତେଇବି ଏହାକୁ ବନେଇବାର ବିଧି ଆଉ ବିଲକୁଲ ଘରୋଇ ଷ୍ଟାଇଲରେ। ନମସ୍କାର, ଜୟ ଜଗନ୍ନାଥ। ଝୁନୁ କିଚେନକୁ ମୁଁ ବନସ୍ମିତା ଅରବ ଝୁନୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ଗୋଟେ ବହୁତ ସୁନ୍ଦର ରେସିପି। ଆଶା କରୁଛି ଏହି ରେସିପିଟା ଆପଣମାନଙ୍କୁ ବହୁତ ଭଲ ଲାଗିବ। ତ ଚାଲନ୍ତୁ ଏବେ ଷ୍ଟାର୍ଟ କରିନେବା। ଦେଖନ୍ତୁ ମୁଁ କିଛି ଅରୁଆ ଚାଉଳ 2 ଘଣ୍ଟା ପୂର୍ବରୁ ବତୁରି ନେଇଥିଲି। ତ ଦେଖନ୍ତୁ ମୁଁ ନଖରେ ମୁଁ ଭାଙ୍ଗିକି ଦେଖାଉଛି ବଢ଼ିଆ ସେ ଆମର ବତୁରି ଯାଇଛି। ଏବେ କ'ଣ କରିବା, ଗୋଟେ ମିକ୍ସିଂ ଜାର୍ରେ ଆମେ ଦେଇଦେବା। ତ ଏଇଟା ମୁଁ ଅଧା ଅଧା କରିକି ଗ୍ରାଇଣ୍ଡ କରିବି, ତ ସମ୍ପୂର୍ଣ୍ଣ ହେବନି। ତ ଅଳ୍ପ ମୁଁ ଗ୍ରାଇଣ୍ଡ କରିନେବି ଆଉ ଅଳ୍ପ ମୁଁ ପଛରେ ଗ୍ରାଇଣ୍ଡ କରିବି। ଦେଖନ୍ତୁ ଏତିକି ଦେଇସାରିଲା ପରେ ମୁଁ ଏଠି ନଡ଼ିଆ କୋରା ରଖିଥିଲି, ସେଇ ନଡ଼ିଆ କୋରାକୁ ସେଥିରେ ଦେଇକି ଆଉ କିଛି ପାଣି ଦେଇକି ଅଳ୍ପ ଜଷ୍ଟ ପାଣି ଦେଇକି ମୁଁ ତାକୁ ଭଲସେ ଗୋଟେ ପେଷ୍ଟ ବନେଇଦେବି, ଯିଏକି ସ୍ମୁଥ୍ ପେଷ୍ଟ ହେବ। ତ ଏଠି ଦେଖନ୍ତୁ ମୁଁ ପେଷ୍ଟ କରିନେଇଛି। କରିନେଲା ପରେ ଗୋଟେ ଜାଗାକୁ ମୁଁ ବାହାର କରିନେଇଛି। ତ ଏଇଠି ଦେଖନ୍ତୁ ମୁଁ କିଛି ଟିକେ ପାଣି ଦେଇକି ତା ଦେହରେ ଗୋଳେଇ ଦେଇଛି, ଯେଉଁ ପାଣି ଥିଲା ଆମର ସେଥିରେ ଗୋଳେଇ ଦେଇଛି। ତ ଏଇଠି ଦେଖନ୍ତୁ ଏଇଭଳି ଭାବରେ ପତଳା ଆମର ହେବ। ତ ୟାକୁ କିଛି ସମୟ ପର୍ଯ୍ୟନ୍ତ ମୁଁ ରଖିଦେବି, 4ରୁ 5 ଘଣ୍ଟା ପର୍ଯ୍ୟନ୍ତ ମୁଁ ତାକୁ ରଖିଦେବି ଘୋଡ଼ଣୀରେ ଘୋଡ଼େଇକି। ତ ଏଇଠି ଦେଖନ୍ତୁ 4-5 ଘଣ୍ଟା ହେଇଗଲା ପରେ ମୁଁ ୟାକୁ ବାହାର କରିକି ଆଣିଛି। ତ ଏବେ ତାକୁ ଆମେ ଚିତଉ ପିଠା ତିଆରି କରିବା। ସେଥିରେ କିଛି ଲୁଣ ଦେଇଦେବା, ସ୍ୱାଦ ଅନୁସାରେ ଆମର ଲୁଣ ଦେଇଦେବା, ଦେଇକି ୟାକୁ ଭଲସେ ଗୋଳେଇ ନେବେ। ତ ଏଇଠି ଦେଖନ୍ତୁ, ଆଉ ଯଦି ଆପଣ ଇନଷ୍ଟାଣ୍ଟ ବନାଉଛନ୍ତି ସେଥିରେ ଖାଇବା ସୋଡ଼ା ବି ଦେଲେ ବି ଭଲ। ଏଇଠି ଦେଖନ୍ତୁ ମୁଁ ଗୋଟେ କରେଇ ନେଇଛି, ଏ କରେଇରେ ଟିକେ ଭଲସେ ଗରମ କରିନେଇଛି। ଗରମ କରିକି ଏଥିରେ ମୁଁ ପିଠଉ ଦେଇଦେଇଛି। ଦେଖନ୍ତୁ ପିଠଉ ଦେଇକି ଗୋଟେ ଘୋଡ଼ଣୀରେ ଘୋଡ଼େଇ ଦେବି ଆଉ ଜଷ୍ଟ ହାଲକା ଟିକେ ପାଣି ଦେଇଦେବି। ଆପଣ ଏଠି ଚାରିପାଖ କପଡ଼ା ରଖିକି ଯଦି ପାଣି ଦେଇପାରିବେ ଆହୁରି ଭଲ କଥା। ତ ଏଇଭଳିଆ ଭାବରେ ମୁଁ ଦେଇଦେଇଛି, ଯାହାକି ପିଠାଟା ଆମର ଭଲସେ ସିଝିଯିବ ଏବଂ ଭଲସେ ଉଠେଇ ହେବ। ତ ଏଠି ଦେଖନ୍ତୁ, କାହିଁକିନା ତେଲ ପଡ଼ିନି ଯେହେତୁ ଆମର ଉଠିବା ଟିକେ କଷ୍ଟ ହେବ, ସେଥିପାଇଁ ମୋର ଏଠି କରେଇଟାକୁ ମୁଁ ବହୁତ ଭଲ ଭାବରେ ତତେଇ ନେଇଥିଲି ବୋଲିକି ଆମର ଭଲସେ ଉଠି ଯାଉଛି। ପୁଣି ଥରେ ଆଉ ଗୋଟେ ମୁଁ ଚିତଉ ପିଠା ତିଆରି କରିକି ଦେଖାଉଛି। ଦେଖନ୍ତୁ, ତ ସେମ୍ ପ୍ରୋସେସ୍ରେ ମୁଁ କରିବି। ତ ଆକୁ ମୁଁ ଘୋଡ଼ଣୀରେ ଘୋଡ଼େଇ ସାରିଲା ପରେ ପୁଣି ଟିକେ ପାଣି 4 ପିଠି ଦେଇଦେବି। ଦେଇଦେଲା ପରେ ଆମର ଭଲସେ ପିଠା ସିଝିଯିବ। ତ ଏଇଠି ଦେଖନ୍ତୁ ମୁଁ ଘୋଡ଼ଣୀ କାଢ଼ିକି ଦେଖାଉଛି। ତ ପିଠାଟି ଆମର ବହୁତ ଭଲ ଭାବରେ ହେଇସାରିଛି ଏବଂ ଦେଖନ୍ତୁ କେତେ ସୁନ୍ଦର ଭାବରେ ବାହାରି ଯାଉଛି। ଏଇଠି ଆପଣମାନଙ୍କୁ ସବୁଥର ପରି ଆଜି ବି କହିବି ଗୋଟେ କଥା, ଯେ ଆପଣମାନେ ଭିଡ଼ିଓଟି ଦେଖୁଛନ୍ତି ସତ, ଲାଇକ୍ ବି କରୁନାହାନ୍ତି କି ସେୟାର ବି କରୁନାହାନ୍ତି। ଯଦି ଆପଣମାନଙ୍କୁ এই ରେସିପିର ଭିଡ଼ିଓଟି ଭଲ ଲାଗୁଥାଏ ତ ଲାଇକ୍ଟେ ନିଶ୍ଚୟ କରନ୍ତୁ, ଆଉ ଆପଣମାନଙ୍କ ଫ୍ରେଣ୍ଡ ଆଉ ରିଲେଟିଭ୍ମାନଙ୍କ ସହିତ ସେୟାର କରିନିଅନ୍ତୁ। ଆଉ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସୋ ପ୍ଲିଜ୍ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି ସବସ୍କ୍ରାଇବ୍ କରିସାରିଲା ପରେ ଅଲ୍ ନୋଟିଫିକେସନ୍ ବଟନ୍ରେ ସେଟ୍ କରିନିଅନ୍ତୁ, ଯାହାଫଳରେ ମୋ ସବୁ ନୂଆ ଭିଡ଼ିଓ ନୋଟିଫିକେସନ୍ ଆଗ ଆପଣମାନେ ପାଇପାରିବେ। ତ ଏଇଠି ଦେଖନ୍ତୁ ମୋ ପିଠା ଗୁଡ଼ିକ ସବୁ ବାହାର କରିନେଲା ପରେ ଏଇଠି ମୁଁ 750 ଗ୍ରାମର କ୍ଷୀର ନେଇଛି। এই କ୍ଷୀରକୁ ଫୁଟିବା ପାଇଁ ଛାଡ଼ି ଦେଇଛି। ଦେଖନ୍ତୁ ଟିକେ ଆମର ଫୁଟିଗଲା ପରେ ସେଥିରେ ମୁଁ କେଶର କିଛି ଦେଇଦେଇଛି। ତ କେଶର ଆମର ଟିକେ ଭଲ କଲର୍ ଆଣିବ ଆଉ ବହୁତ ଭଲ ବାସ୍ନା ବି ହେବ। ତ ଦେଖନ୍ତୁ ଏଇଠି ମୁଁ ଚିନି ଦେଇଦେଇଛି, ଗୋଟେ କପ୍ରୁ 1.5 କପ୍ ପାଖାପାଖି ମୁଁ ଏଠି ଦେଇଛି। ମିଠା ଆମର କମ୍ ଅଧିକା ବି କରିପାରିବେ, କାହିଁକିନା ମୋର ଏତିକି ମିଠା ହିଁ ଦରକାର। ତ ମୁଁ ଏତିକି ମିଠା ଦେଇଛି, ଯଦି ଆପଣ ଅଧିକା ମିଠା ଖାଉଥିବେ ତ ଅଧିକା ମିଠା ଦେଇପାରିବେ। ମୁଁ ଦେଖନ୍ତୁ ଏଠି 1/2 ଚାମଚ ମୁଁ ଅଳେଇଚ ଗୁଣ୍ଡ ଦେଇଛି। ତ ଗୁଣ୍ଡ ଦେଇକି ମୁଁ ୟାକୁ ଭଲସେ ଗୋଳେଇ ନେବି। ୟାର ବାସ୍ନା ବହୁତ ବଢ଼ିଆ ଆସିବ। କିଛି ସମୟ ଫୁଟିଗଲା ପରେ ୟାର ରାବିଡ଼ିର ବାସ୍ନା ଆସିବ। ତ ଏଇଠି ଦେଖନ୍ତୁ ମୁଁ ୟାକୁ ଦେଇସାରିଲା ପରେ ଭଲସେ ମୁଁ ଗୋଳେଇ ନେଇଛି। ତ ଆମର କିଛି ସମୟ ଛାଡ଼ିଦେବି ଟିକେ ଫୁଟିବା ପାଇଁ। ଦେଖନ୍ତୁ ଏଇଠି ଆମର ଫୁଟି ଆସିଲାଣି। ତ ଆଉ 2-3 ମିନିଟ୍ ପାଖାପାଖି ଛାଡ଼ିବି ୟାକୁ ଫୁଟିବା ପାଇଁ। ତ ଏଥିରେ ଦେଖନ୍ତୁ ମୁଁ କିଛି ଡ୍ରାଏ ଫ୍ରୁଟ୍ସ ପକାଇଛି, ଯାହାକି କାଜୁ ଖଣ୍ଡ କିଛି, ପିସ୍ତା, ବାଦାମ ଆଉ ଏସବୁ ଦେଇସାରିଲା ପରେ ଟିକେ ମୁଁ ଭଲସେ ଗୋଳେଇ ନେବି। କିଛି ସମୟ ଆମର ଏସବୁ ଫୁଟିଗଲା ପରେ ତାପରେ ଯେଉଁ ମୁଁ ଚିତଉ ପିଠାକୁ ରଖିଥିଲି ତାକୁ ସେଥିରେ ଦେବି। ଏଠି ଦେଖନ୍ତୁ କେତେ ବଢ଼ିଆ ସୁନ୍ଦର ଆମର ଫୁଟିଗଲାଣି ଆଉ ବାସ୍ନା ବି ବହୁତ ବଢ଼ିଆ ଆସୁଛି। ତ ଏବେ ଆମେ କ'ଣ କରିବା, ଏଥିରେ ଯେଉଁ ପିଠାକୁ ରଖିଥିଲେ ଆମେ ଚିତଉ ପିଠାକୁ ସେଥିରେ ଗୋଟେ ଗୋଟେ କରିକି ଆମେ ଦେଇଦେବା। ଏଇଠି ଦେଖନ୍ତୁ ଆମର 5 ପିସ୍ ପିଠା ଦେଇଦେଇଛି। ଏ ପିଠାଟି ଦେଇସାରିଲା ପରେ ଟିକେ କିଛି ସମୟ ଫୁଟିବା ପର୍ଯ୍ୟନ୍ତ ଛାଡ଼ିଦେବି, କାହିଁକିନା ଟିକେ ଫୁଟିଲେ ଆମର ସେ ପିଠାଟା ଟିକେ ସଫ୍ଟ ବନିବ। ତ ଏଇଥିପାଇଁ ଟିକେ ମୁଁ ଫୁଟିବା ପାଇଁ ଛାଡ଼ିଦେବି। ତ ଦେଖନ୍ତୁ 1 ମିନିଟ୍ ପାଖାପାଖି ଫୁଟିଗଲା ପରେ ମୁଁ ଗ୍ୟାସ୍ ଅଫ୍ କରିଦେଇଛି। ଏବେ ତାକୁ କ'ଣ କରିବି ନା, ଗ୍ୟାସ୍ ଅଫ୍ କରିକି ଘୋଡ଼େଇକି ଛାଡ଼ିଦେବି। 5ରୁ 7 ମିନିଟ୍ ପାଖାପାଖି ମୁଁ ଛାଡ଼ିଦେବି। ତ ଦେଖନ୍ତୁ ମୁଁ ଏଇଠି 5-7 ମିନିଟ୍ ଛାଡ଼ିଦେଲା ପରେ ଆମର ପିଠାଟି କେତେ ସୁନ୍ଦର ସେ କ୍ଷୀରକୁ ଟାଣି ନେଇଛି ଆଉ ବହୁତ ବଢ଼ିଆ ସଫ୍ଟ ବି ହେଇଛି। ତାକୁ ମୁଁ ପ୍ଲେଟ୍କୁ କାଢ଼ିକି ଦେଖାଉଛି। ଦେଖନ୍ତୁ କେତେ ବଢ଼ିଆ ନରମ ହେଇଛି ଆଉ ପ୍ଲେଟ୍ରେ ବହୁତ ସୁନ୍ଦର ବି ଦେଖାଯାଉନି ଆମର ଚିତଉ ପିଠା। ଆପଣମାନେ ଜାଣିଛନ୍ତି ଆମେ ଓଡ଼ିଆ ବୋଲି ବହୁତ ଗର୍ବିତ କରନ୍ତି, କାହିଁକିନା ଓଡ଼ିଶାର ଖାଇବା ଭାରି ନିଆରା। ଏହି ଓଡ଼ିଶାରେ ଯେଉଁ ଖାଇବା ଆଉ କେଉଁ ଜାଗାରେ ହିଁ ମିଳେନି। ଏଠି 12
ମାସରେ 13 ପର୍ବ ପାଳିତ ହୁଏ। ପାରମ୍ପରିକ ପର୍ବ ବି ପାଳିତ ହୁଏ। ସେଥିଭିତରୁ ଚିତାଲାଗି ଅମାବାସ୍ୟା ବା ଗେଣ୍ଡାଖିଆ ଅମାବାସ୍ୟା ବୋଲି ଗୋଟେ ପର୍ବ ପାଳନ କରାଯାଇଥାଏ। ଏହି ଶ୍ରାବଣ ମାସରେ ହିଁ ପଡ଼ିଥାଏ। ଚଷା ଯେତେବେଳେ ହଳ ଲଙ୍ଗଳ ଧରି ଚାଷ କରିବା ପାଇଁ ଯାଇଥାଏ, କାଳେ ତା ଗୋଡ଼ କାଟିଦେବ ବୋଲି ଗେଣ୍ଡା ଚଷାର ମା ଗେଣ୍ଡାକୁ ଚିତଉ ପିଠା ଖାଇବାକୁ ଦେଇଥାଏ। କହିଥାଏ, ଗେଣ୍ଡା ତୁ ମୋ ପୁଅର ଗୋଡ଼ କାଟିବୁନି କି ବଳଦର ଗୋଡ଼ କାଟିବୁନି, ଯାହା ଆମର ପ୍ରବାଦ ଅଛି। ଏଇଠି ଦେଖନ୍ତୁ ପିଠା ଆମର କାଟିକି ମୁଁ ଦେଖଉଛି କେତେ ବଢ଼ିଆ ସଫ୍ଟ ବି ହେଇଛି। ଦେଖନ୍ତୁ ଏଠି ମୁଁ ହାତରେ ବି ଖଣ୍ଡେ ଭାଙ୍ଗିକି ଦେଖଉଛି। ଦେଖନ୍ତୁ କେତେ ବଢ଼ିଆ ନରମ ହେଇଛି ଆଉ ୟାକୁ ଖାଇଲେ ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଆମର ସବୁ କ୍ଷୀର ବହୁତ ଭଲସେ ଟାଣି ନେଇଛି, ତ ଯାହାକି ଆମର ପିଠାଟି ପୁରା ଫୁଲି ଯାଇଛି। ସତରେ ପିଠାଟି ଖାଇବାକୁ ବହୁତ ବଢ଼ିଆ ଲାଗୁଥିଲା। ଆପଣ ଥରେ ଏମିତି ଘରେ ତିଆରି କରିକି ଖାଆନ୍ତୁ ଆଉ ପରିବାରକୁ ଖୁଆନ୍ତୁ, ଦେଖିବେ ଥରେ ବନେଇବେ ବାର ବାର ବନେଇବା ପାଇଁ ଇଚ୍ଛା ହେବ। ତ ଏମିତି ବନେଇକି ଖାଆନ୍ତୁ। ତ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିକି ଜଣାଇବେ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ।